ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଜନସାଧାରଣଙ୍କ ବହୁ ପ୍ରତୀକ୍ଷିତ ଅପର ଲାନ୍ଥ ପ୍ରକଳ୍ପ ମାଟିବନ୍ଧ ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ, ଜଳସମ୍ପଦ ବିଭାଗ କର୍ମକର୍ତ୍ତା ଓ ଘାଗୁରୁଲି ସରପଞ୍ଚ ଯୋଗ ଦେଇଥିଲେ। ଏହି ମାଟିବନ୍ଧ ନିର୍ମାଣ କାର୍ଯ୍ୟ ଆସନ୍ତା 2027 ମସିହା ଡିସେମ୍ବର ଶେଷ ସୁଦ୍ଧା ସାରିବା ଲକ୍ଷ୍ୟ ରଖାଯାଇଥିବା ବେଳେ 10ଟି ଗ୍ରାମ ପଞ୍ଚାୟତରୁ 25ଟି ଗାଁର ଲୋକେ ଉପକୃତ ହେବେ। କାର୍ଯ୍ୟକ୍ରମରେ ଅଞ୍ଚଳର ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ। बहुत वर्ष धरी जो अपर लांथ प्रकल्प को आरंभ हो न पारुथला 1989 मसीह स्वर्गत भारत रत्न प्रधानमंत्री अटल बिहारी वाजपेयी जार घोषणा लाल किला रु करिथिले। आज तार 28 वर्ष परे कार्य आरंभ होगाकू जाउछि। आज भूमि पूजन सरीछि एवं आजिठू ही कार्य एठी आरंभ हेबो। आज ये कार्य को आरंभ करबा पूर्वरु तार जो कार्यालय निर्माण होइछि तार उद्घाटन सरीछि। एबे प्रोजेक्ट कामटा एठी आरंभ हेबो। बलांगीरु अंजु पोस्टिंग रिपोर्ट विश्व विजयी न्यूज ओडिशा।